ମୋ ଲିଲିଅପାର ସାଙ୍ଗ ମିନୁ ଦେଖିବାକୁ ପୁରା ଗୋରି ଆଉ ସୁନ୍ଦରୀ। ତାର ସେଇ ପତଳା ଅଣ୍ଟା ଆଉ ସେଇ ତାର ଗୋଲ ଗୋଲ ଜିନିଷ ଦୁଇଟା ଦେଖିଲେ ମନ ହୁଏ ସେ ଦୁଇଟା ମଝିରେ ମୁଁ ତାକୁ ତକିଆ କରିକି ଶୁଅନ୍ତି। ସେମାନେ ଗୋଟେ କ୍ଲାସରେ ପଢ଼ନ୍ତି। ମୋ ଅପାଠାରୁ ମୁଁ 2 ବର୍ଷରେ ସାନ। ମିନୁ ଅପାର ଘର ଆମ ଘରଠାରୁ 1 କିଲୋମିଟର ହେବ। ସେମାନେ ସବୁଦିନେ ମିଶିକରି କଲେଜ ଯାଆନ୍ତି। ଆଉ ମୁଁ ସେତେବେଳେ 10ମରେ ପଢ଼ୁଥାଏ। ମିନୁ ଅପା ଆମ ଘରକୁ ପ୍ରାୟ ସମୟ ବୁଲିବାକୁ ଆସନ୍ତି। ମୋ ପାଖରେ ତାଙ୍କର ମୋବାଇଲ ନମ୍ବର ଥାଏ। ସେ ସବୁବେଳେ ଟପ୍ ପିନ୍ଧି ପ୍ରାୟ ସମୟ ହ୍ୱାଟ୍ସଆପ୍ରେ ଷ୍ଟାଟସ୍ ରଖନ୍ତି ଆଉ ସୁନ୍ଦର ସୁନ୍ଦର ଗୀତ ମଧ୍ୟ ଷ୍ଟାଟସ୍ରେ ରଖନ୍ତି। କିନ୍ତୁ ମୁଁ କେବେ କମେଣ୍ଟ କରୁନଥାଏ। ଦିନେ ସେ ଧଳା ରଙ୍ଗର ଟି ସାର୍ଟ ପିନ୍ଧିଥାନ୍ତି ଆଉ ଭିତରେ ଗୋଟେ ଛୋଟ କପଡ଼ା ପିନ୍ଧିଥାନ୍ତି। ବାହାରକୁ ତାଙ୍କର ପୁରା ଫୁଟିକି ଜଣାପଡ଼ୁଥାଏ। ଟପ୍ ଟିକେ ତଳକୁ ଖସି ଯାଇଥିଲା, ସେଥିପାଇଁ ସିଏ ପିନ୍ଧିଥିବା କପଡ଼ା ପୁରା ଜଣାପଡ଼ୁଥାଏ। ଏଭଳି ଷ୍ଟାଟସ୍ ଦେଖି ମୁଁ ତାଙ୍କୁ ନାଇସ୍ ଲେଖି କମେଣ୍ଟ କଲି। ସେ ମୋତେ ମେସେଜ କରି କହିଲେ, ଇଏ କ'ଣ? ମୁଁ କହିଲି, ଆଜି ଦିଦି ତମେ ବହୁତ ଭଲ ଦେଖାଯାଉଛ। ସେ ଫଟୋ ଦେଖି ଜାଣିଦେଲେ ମୁଁ ତାଙ୍କର ସେ କପଡ଼ାକୁ ଦେଖି ନାଇସ୍ ବୋଲି କହିଛି ବୋଲି। ତାପରେ ସେ କହିଲେ, କ'ଣ ଭଲ ଲାଗୁଛି, ଖାଲି ମୁଁ ନା ଆଉ କିଛି? ମୁଁ ଖୋଲିକି କହିଦେଲି, ତୁମର ସେଇ କପଡ଼ାଟା ବହୁତ ଭଲ ହୋଇଛି, ସେଥିପାଇଁ କମେଣ୍ଟ କରିଦେଲି, ସରି। ସେ କହିଲେ, ହଉ ଚଳିବ, ଏଇଟା ମୋର ଫ୍ୟାସନ୍। ତାର 2 ଦିନ ପରେ ମୋତେ ତାଙ୍କ ଘରକୁ ଫୋନ୍ କରି ଡାକିଲେ ଆଉ କହିଲେ, ଆଜି ଘରେ କେହି ନାହାନ୍ତି, ଘରୁ ଗ୍ୟାସ୍ ସରିଯାଇଛି, ଟିକେ ଆସିକି ଆଣିଦେବ। ମୁଁ କହିଲି, ଠିକ୍ ଅଛି, ମୁଁ ଯାଉଛି। ମୁଁ ଖାଇସାରି ବାହାରି ପଡ଼ିଲି ମିନୁ ଦିଦିଙ୍କ ଘରକୁ। ଦିନ ମାତ୍ର 12ଟା ବାଜିଥାଏ। ସେଦିନ ମଉସା ମାଉସୀ କିଛି କାମରେ ବାହାରକୁ ଯାଇଥିଲେ। ମିନୁ ଦିଦି ମୋତେ ତାର ଶୋଇବା ଘରକୁ ଡାକିନେଲା ଆଉ କହିଲା, ଆଜି କେହି ଘରେ ନାହାନ୍ତି, ସେଥିପାଇଁ ତୋତେ ଡାକିଲି। ଏକା ରହିଲେ ମୋତେ ଜମାରୁ ଭଲ ଲାଗୁନି। ଏତିକି କହି ସେ ଯାଇ ଗୋଟେ ନାଇଟ୍ ଡ୍ରେସ୍ ପିନ୍ଧି ଆସିଲେ ଆଉ ଗୋଟେ ନୀଳ ରଙ୍ଗର କପଡ଼ା ପୁରା ଚକଚକ୍ ଦିଶୁଥାଏ। ସେ ତାଙ୍କର ଡ୍ରେସିଂ ଟେବୁଲ୍ ପାଖକୁ ଯାଇ ସଜ ହେବାକୁ ଲାଗିଲେ। ଲିପଷ୍ଟିକ୍ ଆଉ ସେଣ୍ଟ ମାରି ଆସି ମୋ ପାଖରେ ବସିଲେ ଆଉ ହାତରେ ଗୋଟିଏ ନେଲ୍ ପଲିସ୍ ଧରି ଆସି ମୋତେ ଦେଖାଇ କହିଲେ, ଏଇଟା କ'ଣ? ମୁଁ କହିଲି, ନେଲ୍ ପଲିସ୍। ସେ ମୋତେ କହିଲେ, ଏଇଟା ବଡ଼ ହେବ ନା ତୋର ସେଇଟା ବଡ଼ ହେବ। ଭଗବାନ! ମିନୁ ଦିଦିଙ୍କର ଏଭଳି ପଚାରିବା ଦେଖି ମୁଁ ଟିକେ ହସିଦେଲି। ସେ କହିଲେ, ହସନି, ସେଦିନ ମୋର ଫଟୋ କେମିତି ଥିଲା? ମୁଁ କହିଲି, ବହୁତ ଭଲ ଥିଲା, ତମେ ପୁରା ମସ୍ତ ଦେଖା ଯାଉଥିଲ ଦିଦି। ତାପରେ ସେ ମୋତେ କହିଲେ, ତୋ କୁନି ଜିନିଷରେ ମୋର ବହୁତ ଦିନର ଆଶା ଅଛି। ତୁ ବହୁତ ସୁନ୍ଦର ଦେଖାଯାଉଛୁ, ତୋର ସେଇଟାକୁ ଆଜି ମୁଁ ମନ ଭରିକି ଖାଇବି। ଏକଥା ଶୁଣି ମୋ ଗୋଡ଼ ହାତ ଥରିବାକୁ ଲାଗିଲା। ମୁଁ କହିଲି, ତମେ ମୋ ଦିଦି ବୟସର, ମୁଁ କ'ଣ ତୁମକୁ ଏତିକି? ପରେ ସେ ମୋ ପାଖକୁ ଆସି ମୋତେ ଜାବୁଡ଼ି ଧରିଲେ ଆଉ କହିଲେ, ତୁ ବହୁତ କ୍ୟୁଟ୍ ଲାଗୁଛୁ। ଓଃ, କି କୋମଳ ଦେହ ତୋର। ମିନୁ ଦିଦିର ସ୍ପର୍ଶ ପ୍ରଥମ ଥର ମୁଁ ପାଇଲି। ବହୁତ ଗରମ ଲାଗୁଥାଏ ଆଉ ତାଙ୍କର ସେଇ ଗୋଲ ଗୋଲ ଜିନିଷକୁ ଆଣି ସେ ମୋ ମୁହଁରେ ଲଗାଉଥାନ୍ତି। ପୁରା ତୁଳା ଭଳିଆ ନରମ ଜିନିଷ ଭିତରେ ସେ ତାଙ୍କର କପଡ଼ା ପିନ୍ଧିନଥିଲେ ଆଉ ସେ ତାଙ୍କର ସେଇ ଗୋଲ ଗୋଲ ଜିନିଷର ଅଗଭାଗ ଦୁଇଟା ବାହାରକୁ ପୁରା ଫୁଟିକି ଦେଖାଯାଉଥିଲା। ପ୍ରଥମ ନଜର ମୋର ତାଙ୍କର ସେଇ 2 ସନ୍ଧ୍ୟାରେ ରହିଥାଏ। ସେତିକି ବେଳକୁ ମୋ ଦେହ ପୁରା ଝାଳୁଆ ହେଲାଣି। ସେଦିନ ସେ ଖାଲି ନାଇଟ୍ ପିନ୍ଧିଥିଲେ, ଭିତରେ ସେ କିଛି ପିନ୍ଧିନଥିଲେ। ଆଉ ସେ ତାଙ୍କର ମୋବାଇଲ କାଢ଼ି ଗୋଟେ ଭିଡ଼ିଓ ଦେଖାଇଲେ ଆଉ ଭିଡ଼ିଓ ଦେଖି ମୋର ପୁରା ଠିଆ ହୋଇଗଲା। ସେ ମୋ ଗାଲ ଆଉ ଓଠରେ ଗେଲ କରିବା ଆରମ୍ଭ କଲେ ଆଉ ଗୋଟେ ହାତରେ ମୋର ସେଇଟାକୁ ଧରିକି ଦଳୁଥିଲେ। ମୋତେ ବହୁତ ମଜା ଆସୁଥାଏ। ସେ ଲଗାଇଥିବା ଲିପଷ୍ଟିକ୍ ମୋ ଗାଲ ସାରା ହେଲାଣି। ସେ ଆଉ ରହିପାରିଲେ ନାହିଁ। ମୋର କପଡ଼ା ସହ ସବୁ ଖୋଲି ପକାଇଲେ। ଓଃ, ମୋତେ ବହୁତ କୁତୁକୁତୁ ଲାଗିଲା। ମୁଁ ଖାଲି ବାହାନା କରି, ସେମିତି କରନି ଦିଦି, ମୋ ଅପା ଜାଣିଲେ ମୋତେ ମାରିବ, ଏମିତି ଖାଲି କହୁଥାଏ। ଆଉ ସେ ମୋ ମୁହଁ ତାଙ୍କ ନାଇଟ୍ ଭିତରେ ଘୋଡ଼େଇ ରଖି ପାଟିକୁ ନେଇ ତାଙ୍କର ସେ ଗୋଲ ଗୋଲ କଅଁଳିଆ ଜିନିଷ ପାଖରେ ଲଗାଇଲେ। ମୁଁ ସେ ଭିତରେ ପୁରା ଅଣନିଶ୍ୱାସୀ ହୋଇଗଲି ଆଉ ତାଙ୍କର ସେ ଜିନିଷକୁ ଖାଇବାକୁ ଲାଗିଲି। ସେ ମୋତେ ତାଙ୍କ ଆଡ଼କୁ ଚାପି ଧରିଥାନ୍ତି। ମିନୁ ଦିଦି ଏତେ ଗରମ ଲାଗୁଥିଲା ଯେ ମୁଁ ଚୁପ୍ ରହି ତାକୁ ଅନୁଭବ କରୁଥିଲି। ଆଉ ଗୋଟେ ହାତରେ ମିନୁ ଦିଦିର ତାଙ୍କ ତଳ ଜିନିଷରେ ହାତ ମାରିଲି। କି ଚୁଟି ଥିଲା ବାପରେ, ସତେ ଯେମିତି ଗୋଟେ ଜଙ୍ଗଲ ହୋଇଯାଇଛି। ତାଙ୍କର ସେଇଠି ମୁଁ ଆଙ୍ଗୁଠି ପୂରେଇ ଦିଦିଙ୍କର ସେଇଟାକୁ ଗରମ କରାଉଥିଲି। ସେ ଗୋଟେ ଦୀର୍ଘ ନିଶ୍ୱାସ ଛାଡ଼ି ସଁ ସଁ ହୋଇ ପିନ୍ଧିଥିବା କପଡ଼ାକୁ ଉତାରିଦେଲେ ଆଉ ଯାଇ ଖଟ ଉପରେ ଶୋଇପଡ଼ିଲେ। ଆଉ ମୁଁ ତାଙ୍କର ସେ ଜଙ୍ଗଲ ପରି ଚୁଟି ଥିବା ଜିନିଷ ଦେଖି ପୁରା ପାଗଳ ହୋଇଗଲି। ଖାଲି ସେତିକି ନୁହେଁ, ତାଙ୍କର କାଖରେ ମଧ୍ୟ ଚୁଟି ପୁରା ଖୁନ୍ଦି ହୋଇଥିଲା। ମୁଁ ତାଙ୍କ ଉପରେ ଶୋଇପଡ଼ିଲି ଆଉ 2 କାଖକୁ ଶୁଙ୍ଘିବାକୁ ଲାଗିଲି। କି ବାସ୍ନା ହେଉଥାଏ। ସେ ବାସ୍ନାରେ ମୁଁ ଆହୁରି ଅଧିକ ଗରମ ହେବାକୁ ଲାଗିଲି। ସେତେବେଳେ ମୋର ସେଇଟା
ପୁରା ବଡ଼ ହୋଇଯାଇଥାଏ। ମୁଁ ଓଲଟା ହୋଇ ଶୋଇଲି ଆଉ ମୋର ନେଇକି ମିନୁ ଅପା ହାତରେ ଟାଣି ନେଇ 2-3 ଥର ଆଗ ପଛ କରି ମୋର ଟିକେ ତଳ ଉପର କରି ଖାଇବାକୁ ଲାଗିଲେ। ଆଉ ପୁରା ଗଳା ପର୍ଯ୍ୟନ୍ତ ମୋର ନେଇକି ସେ ପାଟିରେ ପଶାଉଥାନ୍ତି। ଆଉ ମୁଁ ତାଙ୍କର ସେଇ ତଳ ଜିନିଷର ଚୁଟିକୁ 2 ହାତରେ ଏଡ଼େଇ ଜିଭକୁ ତାଙ୍କ ଭିତରେ ପୂରେଇ ଚାଟିବାକୁ ଲାଗିଲି। କି ସୁଖ ମିଳିଲା। ଆଉ ମୋର ସେଟାକୁ ପାଟିର ଲାଳରେ ସେ ପୁରା ଭିଜେଇ ଦେଲେ। ଆଉ କିଛି ସମୟ ଏମିତି ହେବା ପରେ ସେ ମୋର ନେଇ ତାଙ୍କର ସେଇ ବାଳୁଆ ଜିନିଷରେ ଭର୍ତ୍ତି କଲେ। ଆଉ ମୋତେ ଧରି ଆଗପଛ କରିବାକୁ ଲାଗିଲେ। ଆଉ ମୁହଁରୁ ଚିତ୍କାର କରି ଶବ୍ଦ ବାହାର କରୁଥାନ୍ତି। ତାଙ୍କର ସେ ଶବ୍ଦ ଶୁଣି ମୋତେ ବହୁତ ଭଲ ଲାଗୁଥିଲା। ମିନୁ ଦିଦିର ସେଇଟା ଓଦା ହୋଇ ପଚ ପଚ କରି ଶବ୍ଦ ହେବା ଆରମ୍ଭ କଲା। ଆଉ 2 ମିନିଟ୍ ପରେ ସେ ମୋତେ ଖଟର ଗୋଟେ ପାଖରେ ବସାଇ ଦେଲେ। ଆଉ ମୁଁ ମୋର ଉପରକୁ କରି ବସିଲି। ସେ ମୋ ଉପରେ ବସି ତଳ ଉପର ହେବାକୁ ଲାଗିଲେ। ଆଉ ତାଙ୍କର ସେଇ ଗୋଲ ଗୋଲ ଜିନିଷ ଦୁଇଟା ମୋ ମୁହଁରେ ବାଜି ତଳ ଉପରେ ହେଉଥିଲା। ଆଉ ମୁଁ ତାଙ୍କ ଅଣ୍ଟାରେ ହାତ ରଖି ଧୀରେ ଧୀରେ ଦବାଉଥିଲି। ଆଉ ସେ ଖାଲି ଚିତ୍କାର କରି ମୋ ଠାରୁ ସୁଖ ପାଇ ଚାଲିଲେ। ଆଉ କିଛି ସମୟ ପରେ ସେ ଟିକେ ଉପରକୁ ଉଠି ତାଙ୍କ ଭିତରୁ ପାଣି ଛାଡ଼ିଲେ। ମୋର ପେଟ ସାରା ତାଙ୍କ ପାଣି ସବୁ ଛିଟିକି ପଡ଼ିଲା। ସେ ପାଣି ଟିକେ ଗରମ ଲାଗିଲା। ପୁଣି ଆଉ ଥରେ ମୋର ସେଇଠି ତାଙ୍କର ଭିତରେ ମୁଁ ପୂରେଇ ତଳ ଉପରେ ହେବାକୁ ଲାଗିଲେ। ମୋତେ ବହୁତ ଭଲ ଲାଗୁଥିଲା। ଆଉ କିଛି ସମୟ ପରେ ମୋର ପାଣି ବାହାରି ଭିତରେ ଥିଲା। ତଥାପି ମିନୁ ଦିଦି ମୋତେ ମଜା ଦେଇ ଚାଲୁଥିଲେ। ପାଣି ବାହାରି ମୋର ସେଇଟାର ଚୁଟି ଉପରେ ପଡ଼ିଲାଣି। ମୁଁ ଆଉ ସମ୍ଭାଳି ପାରୁନି। ମୋର ସେଇଠି ଆଉ ଦମ୍ ନଥିଲା। ମୁଁ ଶେଷରେ ମିନୁ ଦିଦିକୁ କୁଣ୍ଢେଇ ଧରିଲି ଆଉ ମୋ ଉପରେ ଟାଣି ଶୁଆଇଦେଲି। ଆଉ କିଛି ସମୟ ପରେ ତା'ର ମଧ୍ୟ ପାଣି ବାହାରିଗଲା। ମୁଁ ତା'ର ସେଇ ଗୋଲ ଗୋଲ ଜିନିଷ ଦୁଇଟାକୁ ପାଟିରେ ପୂରେଇ ଖାଉଥିଲି। ଆଉ କିଛି ସମୟ ପର୍ଯ୍ୟନ୍ତ ସେ ମୋତେ ଜାବୁଡ଼ି ମୋତେ ଗେଲ କରିବାକୁ ଲାଗିଲେ। ଆଉ 10 ମିନିଟ୍ ସେମିତି ଶୋଇବା ପରେ ମୋର ପୁଣି ଶୋଇପଡ଼ିଲା। ଆଉ ମୋତେ ବହୁତ ବେକାର ଲାଗିଲା। ପେଟ ସାରା ପାଣି ପଡ଼ି ଅଠା ଅଠା ଲାଗୁଥାଏ। ମିନୁ ଦିଦିକୁ ମୁଁ କହିଲି, ଚାଲ ଗାଧୋଇ ଆସିବା। ଆମେ ଦୁହେଁ ଯାଇ ଭଲରେ ସାବୁନ ମାରି ଗାଧୋଇ ହେଲୁ। ତାପରେ ମିନୁ ଦିଦି କିଛି ଜୁସ୍ ବନେଇ ମୋତେ ପିଇବାକୁ ଦେଲା। ତାପରେ ମିନୁ ଅପାର ମୋର ଆମେ ଶୋଇପଡ଼ିଲୁ। ମୁଁ ତା ଦେହର ସବୁ ଅଙ୍ଗକୁ ଶୁଙ୍ଘିଥିଲି। ତା'ର ଗୋଲ ଗୋଲ ଜିନିଷକୁ ଦଳୁଥିଲି। ସେ ସେମିତି ଶୋଇ ରହିଥାଏ। ଦେଖୁ ଦେଖୁ ସନ୍ଧ୍ୟା 5ଟା ହୋଇଗଲା। ମୁଁ ମିନୁ ଦିଦିଙ୍କୁ ଉଠେଇଲି ଆଉ କହିଲି, ଏବେ ମୁଁ ଘରକୁ ଯାଉଛି। ତା'ର ଛାଡ଼ିବାକୁ ମୋତେ ଇଚ୍ଛା ନଥିଲା। କହିଲା, ଆଜି ରାତିରେ ତୁ ମୋ ପାଖରେ ଶୋଇବୁ। ଘର ଲୋକ କେହି ବି ଡାଉଟ୍ କରିବେନି। ସେତେବେଳେ ମଉସା ମାଉସୀ ଆସି ଘରେ ପହଞ୍ଚିଲେ। ଆଉ ମୁଁ ପଳାଇ ଆସିଲି। ସେଦିନ ଠାରୁ ମିନୁ ଦିଦି ମୋତେ ବହୁତ ଭଲ ପାଆନ୍ତି। ସମୟ ଦେଖି କରିବାକୁ ଦିଅନ୍ତି। ଆଉ ଏବେ ସବୁବେଳେ ମୋତେ ତାଙ୍କର ବିନା କପଡ଼ା ପିନ୍ଧି ଫଟୋ ମୋ ସହ ସେୟାର କରନ୍ତି। ଏବେ ମୋର କରିବାରେ ଖୁବ୍ ଏକ୍ସପିରିଏନ୍ସ ହୋଇଗଲାଣି। ଆଉ ଆଗ ଅପେକ୍ଷା ମୋର ସେଇଟା ଲମ୍ବା ଆଉ ମୋଟା ମଧ୍ୟ ହେଲାଣି। ସେଦିନଠାରୁ ଆମେ 2 ଜଣ ସୁବିଧା ମିଳିଲେ ଆମେ ଖୁବ୍ ମଜା କରୁ। ତ ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ଶେଷ ହେଉଛି। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।